ଯେମିତି ସଂସ୍କୃତ ଭାଷାରୁ ସବୁ ଭାଷାର ସୃଷ୍ଟି, ଠିକ୍ ସେହିପରି ହିନ୍ଦୁ ଧର୍ମରୁ ସବୁ ଧର୍ମର ସୃଷ୍ଟି। ତେଣୁ ଆମେ ସମସ୍ତେ ଗୋଟିଏ ମାଆର ସନ୍ତାନ। ଭାରତରେ ଏହି ମୂଳ ତତ୍ତ୍ୱକୁ ପ୍ରଚାର କରିବା ପାଇଁ ବିଜେପି ଲାଗି ପଡ଼ିଛି। କିନ୍ତୁ କିଛିଟା ଧର୍ମୀୟ ବିରୋଧୀ ଲୋକ ଏହା ତାଙ୍କୁ ସହଣୀୟ ହୋଇପାରୁନାହିଁ। ତେଣୁ ସେମାନେ ବିଜେପିକୁ କିପରି ଆଗକୁ ବଢ଼ିବାକୁ ଦେବେନି ବା ସନାତନ ଧର୍ମକୁ ଆଗକୁ ବଢ଼ିବାକୁ ଦେବେନି, କିଛିଟା କୁପ୍ରରୋଚନାରେ ପଡ଼ି ଧର୍ମର ବିରୋଧୀକରଣ କରୁଛନ୍ତି। ପଡ଼ୋଶୀ ଦେଶରୁ ଆସିଥିବା କିଛି ଶରଣାର୍ଥୀଙ୍କୁ ନେଇ କିଛିଟା ଧର୍ମ ବିରୋଧୀ ଲୋକ ଏଇଭଳି ମାତିଛନ୍ତି। କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଭାରତ ଗୋଟେ ହିନ୍ଦୁ ରାଷ୍ଟ୍ର। ଆଉ 80% ଲୋକ ଭାରତର ବିଜେପି ସରକାରଙ୍କର ସପୋର୍ଟରେ ଅଛନ୍ତି। ତେଣୁ ଏଇ 20% ଲୋକ କିଛି ସରକାରଙ୍କର କରିପାରିବେ ନାହିଁ। ଦିନେ ନା ଦିନେ ଏଇ ହିନ୍ଦୁ ସନାତନ ଧର୍ମର ଜୟ ହେବ। ତେଣୁ ଯେଉଁ ସବୁ ହିନ୍ଦୁ ଅଛନ୍ତି ଏବେଠାରୁ ସଚେତନ ହେଇଯାଆନ୍ତୁ ଓ ଦେଶକୁ ସୁରକ୍ଷା କ୍ଷେତ୍ରରେ ଆଗେଇ ଆସନ୍ତୁ।